ମାନେ ଆମେ ଆଜି ଗୋଟିଏ ନର୍ସରୀକୁ ଯାଉଛୁ। এই ନର୍ସରୀରେ ବିଭିନ୍ନ ପ୍ରକାର ଔଷଧ ଗଛ ସହିତ ଫଳନ୍ତି ଗଛ। এই ଦେଖନ୍ତୁ ଏ ଯେଉଁ ଗ୍ରୀନ୍ରେ ଗ୍ରୀନ୍ରେ ପ୍ଲାଣ୍ଟ କରାହେଇଛି, ସେଥିରେ ବିଭିନ୍ନ ପ୍ରକାର ଗଛ ସବୁ ଚାରା କରାହେଇଛି। ମୁଁ ଆପଣଙ୍କୁ ନେଇକି ଦେଖାଉଛି। ଆମେ ବର୍ତ୍ତମାନ ନର୍ସରୀ ଭିତରକୁ ପ୍ରବେଶ କରୁଛୁ। ବିଭିନ୍ନ ପ୍ରକାରର ଛୋଟ ବଡ଼ ଚାରା ସବୁ ପ୍ରସ୍ତୁତ କରାଯାଉଛି। ଆମେ ବର୍ତ୍ତମାନ ଚାରା ମଧ୍ୟକୁ ଯାଉ। ଦେଖନ୍ତୁ ଏ ଯେଉଁ ଗାଁ ସହିତ କିଛି ଛୋଟ ଛୋଟ ଚାରା ସବୁ କରାହେଇଛି। এই ଦେଖନ୍ତୁ এই ଯେଉଁ ବେଡ଼୍ ମାନଙ୍କରେ ଦେଖନ୍ତୁ ଗ୍ଲାସ୍ରେ ସବୁ ଚାରା କରାଯାଇଛି। ଏମାନଙ୍କୁ କେବଳ ବର୍ତ୍ତମାନ ବଢ଼ିବା ପାଇଁ ଦିଆଯାଉଛି। କିନ୍ତୁ ବାହାର ଯେଉଁ ଜରି ମଧ୍ୟରେ ତାକୁ ଲଗାଯାଏ। ଦେଖନ୍ତୁ ଏଇଟା ଛୋଟ ଛୋଟ ଗଛ ସବୁ ଚାରା କରାଯାଇଛି ଆମର ଷ୍ଟାଣ୍ଡ ଉପରେ। ଏଠି ତାଙ୍କ ଏତେ ସୁବିଧା କରାଯାଇଛି। ଦେଖନ୍ତୁ ସ୍ପ୍ରିଙ୍କଲର୍ ସାହାଯ୍ୟରେ ଏଠି ପାଣି ସିଞ୍ଚନ କରାଯାଉଛି। ଆଉ ଗଛ ସବୁ ଏଥିରେ ନା ଜୋରରେ ଖରା ବାଜିବ ନା ବର୍ଷା, ବହୁତ ସୌଖିନ ଭାବରେ ଆକୁ ଚାରା କରାହେଉଛି। ଏଗୁଡ଼ା କିଛି ଗଛ ବଡ଼ ହେଇଯାଇଛି। ଚାଲନ୍ତୁ ଭିତରକୁ ଆଉ ଟିକେ ଦେଖିବା। ଏଗୁଡ଼ାକ ଦେଖନ୍ତୁ ଛୋଟ ଛୋଟ ଚାରା କରାହେଇଛି। କିଛି ବଢ଼ିଛି, କିଛି ସେଥିରେ ବି ମଞ୍ଜି ଭଲସେ ଇଏ ହେଉନି। ଏଇଟା ହେଉଛି ଶିରସି ଗଛ ବୋଧେ। ମାନେ ବହୁତ ପ୍ରକାରର ଗଛ ସବୁ ଏଠି କରାହେଇଛି। ଏଇଟା ଦେଖନ୍ତୁ ଉପରେ ଛାଉଣି କରାହେଇଛି। ଛାଉଣି ଭିତରେ ସବୁ ରହୁଛି। ଆମେ ପୁଣି ସେଥିରୁ ବାହାରି ଗଲୁ। ରାସ୍ତା ଦେଇକି ଯାଉଛୁ। ଏ ସାଇଡ଼ରେ କିଛି ଚାରା କରାହେଇଥିଲା, ଏହା ବର୍ତ୍ତମାନ ନାହିଁ, ସବୁ ନେଇସାରିଛନ୍ତି। ଆମେ ସେଇ ଭିତରୁ ଖୋଜିକି ଗୋଟେ ଦୁଇଟା ଯାହା ପାଇବୁ ଆମେ ନେଇକି ଆମେ ଗଛ ଲଗାଇବୁ। ଗଛ ହେଉଛି ଆମର ବନ୍ଧୁ। ଗଛ ଲଗାଇବା ଗୋଟେ ମହାନ ପୁଣ୍ୟ କାମ। ଦେଖନ୍ତୁ ଇଏ ହେଉଛି କିଛି ଏ ଯେଉଁ ସବୁ ଇଏ ହେଉଛି ଚମ୍ପା ଗଛ। ଚମ୍ପା ଗଛ ଚାରା ସବୁ ବଢ଼ିଆ ଦେଖାଯାଉଛି। ଚମ୍ପା ଗଛ ଚାରା ଯେଉଁ ଭାଇମାନେ ଯଦି ଚାରା ନେବା ପାଇଁ ଚାହୁଁଛନ୍ତି ଏଥିରୁ ଆପଣ ଆସିକି ନେଇପାରିବେ। ଇଏ ହେଉଛି କ'ଣ ଗଛ? କରଞ୍ଜ ଗଛ ନା କ'ଣ? କରଞ୍ଜ ଗଛ, ଔଷଧୀୟ ଗଛ, ନିମ ଗଛ, ଶାଳ, ପିଆଶାଳ, ତାପରେ ପିଜୁଳି, ଏଇ ଚାରା ସବୁ ଏଠାରେ ମିଳୁଛି। କିନ୍ତୁ ଏହା ଜୁଲାଇ ମାସ 1 ତାରିଖରୁ ଦିଆଯାଏ। ବର୍ତ୍ତମାନ ଆମେ ଲେଟ୍ରେ ପହଞ୍ଚିଲୁ। ଦେଖିଲା ବେଳକୁ ବି ଚାରା ସବୁ ଭଲ ଚାରା ସବୁ ସରିଯାଇଛି। ତେବେ ବି ଆମେ ଭାବୁଛୁ ଛୋଟ ବଡ଼ ଦେଖିକିରି କିଛି ଚାରା ଆମେ କଲେକ୍ଟ କରିବୁ। ଆଉ ଗୋଟେ ଜାଗା ଆମେ ଯାଇକି ଦେଖିବୁ କେତେ ଗଛ ସବୁ ଅଛି ଛୋଟ ବଡ଼ ହେଇକି। ଏଠି ଦେଖନ୍ତୁ ଏରା ସବୁ ନେଇଛନ୍ତି ଜୁଲାଇ 1ରୁ। ଏଥିରେ ସୁବିଧା ଅଛି ଆପଣଙ୍କର କେବଳ ଆଧାର କାର୍ଡ଼ ଦେଲେ, ଆଧାର କାର୍ଡ଼ଟା ଆପଣ ସୋ କରିବେ। ତାପରେ ଆପଣ ପ୍ରତି ଗଛ 1 ଟଙ୍କା ବିନିମୟରେ ଆପଣ ନେଇପାରିବେ।
এই যে করা আছে এটা বেড করা আছে, বেড ভিতরে ସବୁ ଗଛ ସବୁ ଲାଗିଛି। ବିଭିନ୍ନ ପ୍ରକାରର ଗଛ, ଆପଣ ଔଷଧୀୟ ଗଛଠୁ ଆରମ୍ଭ କରି ଆପଣଙ୍କର ମୂଲ୍ୟବାନ ଚନ୍ଦନ, ପ୍ରସାଦ ଏଠାରେ ଚାରା ମଧ୍ୟ ଆପଣ ପାଇପାରିବେ। ଇଏ ହେଉଛି ଏ ଗୋଟେ ଇଏକୁ ଦେଖିବା, ସେ ବନ୍ଦ କୋଠରୀରେ ମଧ୍ୟ କିଛି ଚାରାକୁ ଲଗାଯାଇଛି। ସେଥିରେ କ'ଣ ହେଉଛି ନା, ସେଥିରେ ଗଛର ବା ମଞ୍ଜିର ଯେତିକି ଉତ୍ତାପ ଦରକାର ତାର ସେଇ ହିସାବରେ ସେଠି ରଖାଯାଇଛି। ଏଇ ଦେଖନ୍ତୁ, ଏଇଟା ହେଉଛି ବନ୍ଦ କଟେଜ ଗୋଟେ, ସେ କଟେଜ ଭିତରେ ମଧ୍ୟ ଗଛ ଲଗାହେଇଛି। ସେଥିରେ ହାୱା ବାଜିବାର ନାହିଁ, କିନ୍ତୁ ସେ ଯେଉଁ ତାର ଯେଉଁ ଉତ୍ତାପ ଯେତିକି ରହିବା କଥା ସେଇ ହିସାବରେ ତାକୁ ଉତ୍ତାପ ଦିଆଯାଉଛି, ଯାହାଫଳରେ ଗଛଟି ଭଲ ଭାବରେ ବଢ଼ିପାରେ ଏବଂ ସେଥିରେ ମାନେ ହୃଷ୍ଟପୃଷ୍ଟ ହେଇକି ବଢ଼ିଥାଏ। ଏଇଟା ଦେଖନ୍ତୁ ସେଇ କଟେଜ, ତ ସେଥିରେ ଆମେ କିଛି ତାକୁ ବନ୍ଦ କୋଠରୀ କରାଯାଇଛି। ପୁଣି ଆମେ ଅନ୍ୟ ଇଏକୁ ଗଲୁ, ସେଥିରେ ଦେଖୁ ଯେ କ'ଣ କ'ଣ ବା ଗଛ ଅଛି। ଏଠି ଦେଖନ୍ତୁ, ଏଠି ହେଉଛି ଅଁଳା ଚାରା ନାହିଁ, ଲୋକମାନେ କିଛି ନେଇଯାଇଛନ୍ତି। ଆମେ ସେଥିରୁ ବି କେବେ ବି ଖୋଜିକି ଆସିଛୁ, ଯେତେବେଳେ ନେଇକି ଯିବା। ଗଛ ଲଗାଇବା ବଡ଼ ମହତ୍ତ୍ୱ କାମ, ସମସ୍ତେ ଭାଇ ଆମେ ଖୋଜିକି ନେଉଛୁ। ଦେଖିବା କ'ଣ କେତେ ଭଲ ଗଛ ପାଇବା, କେବେ ବି ଚେଷ୍ଟା କରିବା ଆମେ ଗଛ ଲଗେଇକି କେମିତି କ'ଣ ବଢ଼େଇବା ପାଇଁ ଆମେ ଚେଷ୍ଟା କରିବା। এইটা ହେଉଛି ଅଁଳା ଗଛ ଗୋଟେ କଲେକ୍ଟ କରାହେଲା, ସେଠି ଟିକେ ତାର ହୃଷ୍ଟପୃଷ୍ଟ ଭାବରେ ଦେଖାଯାଉଛି। ଏଇ ଆମେ ବାହାରିଲୁ।